ମୁଁ ତୁମକୁ ବହୁତ ଭଲ ପାଏ। ମୋ ଜୀବନ ଠାରୁ ବି ଅଧିକ ମୁଁ ତୁମକୁ ଚାହେଁ। ମୁଁ ତୁମ ବିନା ଗୋଟିଏ ମୁହୂର୍ତ୍ତ ବି ବଞ୍ଚି ପାରିବିନି। ମୋତେ ତୁମଠାରୁ କେବେ ଅଲଗା କରିବନି, ମୋତେ ନିଜ ଠାରୁ କେବେ ଦୂରେଇ ଦେବନି। ଏସବୁ କଥା କେବେ ମୁହଁ କହିନଥାଏ, ଏସବୁ କଥା ହୃଦୟରୁ ବାହାରିଥାଏ। ଦୁର୍ଭାଗ୍ୟ, ଏଠି ମିଛ ପ୍ରେମକୁ ସମସ୍ତେ ଆଦର କରନ୍ତି, ଆଉ ହୃଦୟର ସତ ପ୍ରେମକୁ ପାଦରେ ଆଡ଼େଇ ଦିଅନ୍ତି। ସ୍ୱାର୍ଥକୁ ନିଜର କରାଯାଏ, ଆଉ ଇମୋସନକୁ କେବଳ ବ୍ୟବହାର କରାଯାଏ। ତେବେ କାହିଁକି ମିଛ ପ୍ରେମ ପାଇଁ ପାଗଳ ହୁଅ? କ'ଣ ଏ ପ୍ରେମ ତୁମକୁ ସଫଳତା ଦେବ? ନା। କ'ଣ ଏ ପ୍ରେମରେ ତୁମ ପେଟ ପୂରିବ? ନା। କ'ଣ ଏ ପ୍ରେମରେ ତୁମ ବାପ ମାଙ୍କ ସ୍ୱପ୍ନ ପୂରଣ ହେବ? ନା। କ'ଣ ଏ ପ୍ରେମ ତୁମ ଜୀବନକୁ ବଦଳେଇ ଦେବ? ହଁ, ତୁମର ବର୍ତ୍ତମାନ ଆଉ ଭବିଷ୍ୟତ ସବୁ ବଦଳେଇ ଦେବ। ତୁମକୁ ଲକ୍ଷ୍ୟହୀନ କରିଦେଇ ତୁମ ଜୀବନକୁ ନିରର୍ଥକ ବନେଇ ଦେବ। ହଁ, ମାନୁଛି ଅନେକ ମଣିଷ ପ୍ରେମ କରି ସଫଳ ମଧ୍ୟ ହୋଇଛନ୍ତି, କିନ୍ତୁ ଏହି ଦୁନିଆରେ ଅଧିକାଂଶ ଲୋକ ପ୍ରେମରେ ବିଫଳ ହେବା ପରେ ହିଁ ଅଧିକ ସଫଳ ହୋଇଛନ୍ତି। ଧୋକା କିଛି ମଣିଷଙ୍କୁ ମଦୁଆ ସଜେଇ ଦିଏ, ତ ଆଉ କିଛି ମଣିଷଙ୍କୁ ପାଗଳ ବି ବନେଇ ଦିଏ, ତ ଆଉ କିଛି ମଣିଷଙ୍କୁ ସଫଳ ବି ବନେଇ ଦିଏ। ସବୁ ଏହି ଦୃଷ୍ଟିର ଖେଳ। କିଏ କ'ଣ ଦେଖୁଛି, ପୁଣି କିପରି ଦେଖୁଛି, ଏହା ଉପରେ ନିର୍ଭର କରେ ସେହି ଜିନିଷରୁ କ'ଣ ଉପଲବ୍ଧି ପାଉଛି। ରାସ୍ତା କଡ଼ରେ ମିଠା ଦୋକାନଟିଏ। ଗରିବ ଭୋକିଲା ମଣିଷ ମିଠାର ବାସ୍ନାରୁ ମଜା ନେଉଛି, ଧନୀ ମଣିଷ ମିଠାର ସ୍ୱାଦରୁ ମଜା ନେଉଛି। ସେହି ବାଟରେ ଯାଉଥିବା ଜଣେ ବେପାରୀ ଜଣକ ମିଠାରୁ ବି ବାସ୍ନା ନେଉଛି, ପୁଣି ତାର ସ୍ୱାଦ ବି ଚାଖୁଛି। ମନେ ମନେ ଏହା ବି ଚିନ୍ତା କରୁଛି, ଏହି ମିଠାଟି କିପରି ପ୍ରସ୍ତୁତ ହୋଇଥିବ, ଏଥିରେ କ'ଣ କ'ଣ ଉପାଦାନ ଲାଗିଛି, ଏହାକୁ ବନେଇବାରେ କେତେ ଖର୍ଚ୍ଚ ହୋଇଥିବ ଏବଂ ଏହାକୁ ବିକିଲେ ଲାଭ କେତେ ହେବ। ସବୁ ମଣିଷର ଆବଶ୍ୟକତା ଉପରେ ନିର୍ଭର କରିଥାଏ। ତୁମେ ତାହା ଚିନ୍ତା କରୁଛ ଯାହା ତୁମର ଆବଶ୍ୟକତା ଅଛି। ମନରେ ଥିବା ଖାଲିପଣ ପାଇଁ ତୁମେ ସାଥୀଟିଏ ଖୋଜୁଛ, ସଚ୍ଚା ବନ୍ଧୁଟିଏ ଖୋଜୁଛ। ଆଉ ସାମ୍ନା ଲୋକ ତୁମର ଆବଶ୍ୟକତାକୁ ଦେଖି ତୁମ ପାଖରେ କେବଳ ଅଭିନୟ କରୁଛି, ତୁମକୁ ପଟେଇ ନିଜ କାମକୁ ହାସଲ କରିବା ପାଇଁ। ମନରେ ଭୋକ ବଢ଼ାଅ, ଏତେ ଭୋକ ବଢ଼ାଅ କି ମନ ନ ଭରିବା ପର୍ଯ୍ୟନ୍ତ ତୁମକୁ ଶାନ୍ତିର ନିଦ ହେବ ନାହିଁ। କୁହନ୍ତି ଲୋଭ ଆଉ ଭୟ କରିବା ଭୁଲ ଅଟେ, କିନ୍ତୁ ଯଦି ମୋର ମାନିବ ନା, ତେବେ ଲୋଭ ଏବଂ ଭୟ ପଇସା ପାଇଁ ନିଶ୍ଚୟ ଥିବା ଦରକାର। ସମ୍ମାନ ପାଇଁ ଲୋଭ ଏବଂ ଭୟ ଥିବା ଦରକାର। ପ୍ରତିଷ୍ଠା ପାଇବା ପାଇଁ ଲୋଭ ଏବଂ ଭୟ ଥିବା ଦରକାର। ପାଇବାର ଲୋଭ ଏବଂ ହରେଇବାର ଭୟ ନିଶ୍ଚୟ ରହିବା ଦରକାର। ଭୋକ ବଢ଼ାଅ, ହାତ ଗୋଡ଼ ଆପେ ଆପେ ଖାଦ୍ୟ ପାଇଁ ବାଟ ବାହାର କରିନେବ। ଲକ୍ଷ୍ୟହୀନ ମଣିଷ ମୂଲ୍ୟହୀନ ମଣିଷ ସହ ସମାନ ହୋଇଥାଏ। ଗୋଟିଏ ସ୍ୱପ୍ନଟିଏ ଦେଖ, ଯଦି ପାଠ ପଢୁଛ ନା, ତେବେ ଆଶା ଠାରୁ 5 ଗୁଣ ଅଧିକ ରେଜଲ୍ଟ ଆଣିବା ହେଉ, କିମ୍ବା ଯେଉଁଠି କାମ କରୁଛ ସେଠାରେ ବଡ଼ ପଦବୀ ହାସଲ କରିବା ହେଉ, କି ବ୍ୟାଙ୍କ ଆକାଉଣ୍ଟରେ 12 ବର୍ଷ ଭିତରେ 5 କୋଟି ବାଲାନ୍ସ ରଖିବା ହେଉ, କିମ୍ବା ଏପରି ସ୍ୱପ୍ନ ସତ କରିବା ହେଉ ଯାହାକୁ ଅନ୍ୟମାନେ କେବଳ ସ୍ୱପ୍ନରେ ଭାବିପାରିବେ। କାହାକୁ ଭଲ ପାଇବାଟା ବଡ଼ କଥା ନୁହେଁ। ଆଜିକାଲି ତ ଛୋଟ ଛୋଟ ଛୁଆ ବି ଭଲ ପାଇବା ଶିଖିଗଲେଣି। ଏମିତି କେହି ମଣିଷ ନାହାନ୍ତି ଯେ ଆଜି ପର୍ଯ୍ୟନ୍ତ କାହାକୁ ଭଲ ପାଇନଥିବ। ସେଥିପାଇଁ ଭଲ ପାଇବାଟା ଆଜିକା ଦୁନିଆରେ ମାମୁଲି ଜିନିଷ। ଏମିତି କିଛି କରିକି ଦେଖାଅ ଯାହା ବହୁତ କମ୍ ଲୋକ କରୁଛନ୍ତି। ସଂଘର୍ଷର ଜୀବନକୁ ବାଛିକି ଦେଖନ୍ତୁ, ତାହା ହିଁ ତୁମକୁ ଅଭିଜ୍ଞତା ଏବଂ ସଫଳତା ଦେବ। ଏପରି ହୁଅ କି ଅନେକ ପିଲା ତୁମକୁ ଏକତରଫା ଭଲ ପାଇବେ। ତୁମେ ଅନେକଙ୍କ ଆଖିରେ ତାରା ହୋଇ ରହିଥିବ। ତୁମକୁ ପାଇବା ଅନେକଙ୍କର ସ୍ୱପ୍ନ ହୋଇଥିବ। ସିଏ ତୁମ ବିଷୟରେ ଦିନ ରାତି 24 ଘଣ୍ଟା ଭାବିବ। ନିଜକୁ ଥରେ ଏପରି ବନେଇକି ଦେଖ। ତେବେ ଦର୍ଶକ ବନ୍ଧୁ, ଆଜି ପାଇଁ ଏତିକି। ପୁଣି ଦେଖା ହେବ ଆଗାମୀ ଭିଡ଼ିଓରେ। ସେ ପର୍ଯ୍ୟନ୍ତ ଭିଡ଼ିଓଟିକୁ ଲାଇକ୍ କରିଦିଅନ୍ତୁ, ନୂଆ ଥିଲେ ସବସ୍କ୍ରାଇବ୍ ନିଶ୍ଚୟ କରିଦିଅନ୍ତୁ। ଆପଣଙ୍କର ଗୋଟିଏ ଗୋଟିଏ ସବସ୍କ୍ରାଇବ୍ ମୋତେ ଅଧିକରୁ ଅଧିକ ଭିଡ଼ିଓ ବନେଇବା ପାଇଁ ପ୍ରେରଣା ଦେଇଥାଏ। ଜୟ ଜଗନ୍ନାଥ, ଜୟ ଶ୍ରୀକୃଷ୍ଣ, ଧନ୍ୟବାଦ।